किए सब जानिले मत इष्ट देवता मोर तीनटा हूँ चंदन हनुमान मंदिर चाप कौची मोर गिटा ना टिके पछेल संध्या चपन आगे बर्तमान पशी चलती चलानी वर्षा वर्षा टाइम पटनायक अच्छा कौन कहे जेहेतु चंदन यात्रा चली आज हूँ पूर्णमी बुध पूर्णिमा केते भक्त समागम होती कौन कौन कार्यक्रम करा माने भक्त समागम 5,000 ରୁ 8,000 भितर ठाकुर पहंडी आसती फास्ट पंटी भोग हुए विभान बसती प्रथम आलती हुए द्वितीय थर आलती ठाकुर लागती माने घाटे पहंडी लागती आम झील आम झील बेलू आम देखी आसु आम झील मत आसिक 60-65 वर्ष है आम 65 वर्ष दिन देखी मानसिक पूरण होम झील बेले देखीचु ये गोटे गुड़िए साहू घर था ये जन्म हो सी गोटे कदली कांदी रखी गचरे जड़े चोरी करके से कदली कांदीटा नहीं गला विनती बारी से कदली कांदी से कटुरटा से रखईदे सी धरा पड़े वंशधर वंशधर आज पर्यटन अच्छा सखी जड़े डेई जरिया नदी आशा पत्र यहाँ सत सेपटे मो बापा सांग प्रमोद कुमार कौन लाला से था सी बापा था से कौन पटनायक पटनायक आसतु आम आज भोजी होची चिटक देखा सतरे विनोदी भाई आम पाक पठाऊँ कि ना आमको कहते बापा हरिका बापा हरिका चिटक लिखि थोदेवे हांडी हंडा सब हासिक आसिक से बापा कौन करेंगे ने भोजी करेंगे से सब हांडी हंडा माजी मुझी थोड़ी दीप जाली हरिबोल हुए पकड़े हांडी बुड़ी एमती कर अन्य लोक मैंने सब माने शुद्र जाति मैंने लोभे हांडी फांडी रखी
ଆମେ ଶୁଣିବା କଥା ରଖିଦେବାରୁ ସେ ଆଉ ସେଇଦିନ ଠାରୁ ସେମାନେ ଦିଅନ୍ତି ନାହିଁ, ରହିଗଲା, ସେଇଟା ସମାପ୍ତ ହେଇଗଲା। ମହିମା ଅନେକ ଅଛି, ବହୁତ ମହିମା, ଏମିତି ବିନୋଦୀ ହେରିକା ମହିମା ମାନେ କହିବ କଳ୍ପନା ବାହାରେ। ଆଉ ମାହାଙ୍ଗା ସେପଟ ଗଲେ ତାଙ୍କର କାଳିସି ଲାଗେ, ଆଉ ତାଙ୍କ ମହିମା ମାନେ ଦୋଳ ଯାତ୍ରା ସମୟରେ ଦୋଳ ଚନ୍ଦନ। ଚାଲୁନୁ ପଛୁ ଶେଷ ହଉଛି ଏଠି ଚନ୍ଦନ ଯାତ୍ରାରେ କେତେ ଭକ୍ତଙ୍କ ସମାଗମ ହେଉଛି, କଣ କଣ କାର୍ଯ୍ୟକ୍ରମ ସବୁ ହେଉଛି? ଆମର ଆଜି ଶ୍ରୀ ଶ୍ରୀ ବିନୋଦ ବିହାରୀଙ୍କର ଚନ୍ଦନ ଚାପର ଶେଷ ପର୍ଯ୍ୟାୟ ଆଜି ପୂର୍ଣ୍ଣମୀରେ ଶେଷ ହୁଏ। ତାପରେ ସବୁ ଆମର ବାହାରେ ଡେଲି ଚନ୍ଦନ ଲାଗି ହବ, କିନ୍ତୁ ଆଜି ଲୋକ ବହୁତ ଲୋକ ଆସିଛନ୍ତି ଏଠାକୁ ଶ୍ରଦ୍ଧାଳୁ ମାନେ। ଆଉ ଆଜି ତ ପ୍ରବଳ ଭିଡ଼, ଦୋକାନ ବଜାର ସବୁ ଏଠି ପଡ଼ିଛି। ଆଉ ବିନୋଦ ବିହାରୀ ତ ଅଲୌକିକ ଠାକୁର, ସମସ୍ତେ ଆସନ୍ତି, ବହୁ ଦୂରରୁ ଲୋକ ସବୁ ଆସିଛନ୍ତି ଏଠି। ଠିକ୍ ଅଛି, ଠାକୁରଙ୍କ ପାଖରେ ଭଲ ଭାବରେ ହେଉଛି। ଆପଣମାନେ ମିଡ଼ିଆ ବାଲା ଆସିଛନ୍ତି, ଆପଣଙ୍କୁ ବହୁତ ଧନ୍ୟବାଦ। ଆଉ କ'ଣ ଦୋକାନ ବଜାର ବହୁତ ପଡ଼ିଛି, ଏଠି ଲୋକ ବହୁତ ଲୋକ ହେଇଥିଲେ, ବହୁତ ଭିଡ଼ ଭାରି ଟିକେ ଜମିକି ଭିଡ଼ ଜୋର ଥିଲା। ଆଉ ଏବେ ଟିକେ ତଥାପି ଏ ଯାତ୍ରା ତଥାପି କେତେ ଦିନ ଭଳିଆ ଚାଲିବ? ଆଜି ସରିଗଲା ଯାତ୍ରା, ତାପରେ ଭିତରେ ହବ ଖାଲି ଚନ୍ଦନ ଲାଗି ହବ ପୂର୍ଣ୍ଣମୀ ଆସନ୍ତା ପୂର୍ଣ୍ଣମୀ ପର୍ଯ୍ୟନ୍ତ ସବୁଦିନ ଚନ୍ଦନ ଲାଗି ହବ। ବାହାର ଚନ୍ଦନରେ ବସିକି ସର୍ବାଙ୍ଗ ଚନ୍ଦନ ଲାଗି ହେଇକି ଠାକୁର ପୂଜା ପାଇବେ। ଆଉ 16ଶ ଶତାବ୍ଦୀର ଠାକୁର, ଆପଣମାନଙ୍କୁ ମୁଁ କହିଛି ବହୁତ ଥର ବାରମ୍ବାର କହିଛି, 16ଶ ଶତାବ୍ଦୀର ଠାକୁର। ଏଇ ଯୋଉ ଠାକୁର ଏଇଠି ଆମର ଯାଜପୁରର ଦଶାଶ୍ୱମେଧ ଘାଟରୁ ଠାକୁରଙ୍କ ଶିଳା ସଂଗ୍ରହ ହେଇଥିଲା। ସେ ଆମ ଛତ୍ରତୋଟା ପାଖରେ ତିଆରି ହେଇଥିଲା ଏବଂ ତାକୁ କୁଞ୍ଜବିହାରୀ ଦାସ ନାମକ ଜଣେ ପ୍ରସିଦ୍ଧ ବୈଦ୍ୟ ବଙ୍ଗାଳୀ ସେ ଗୋଟେ ଭଲ ଚାକିରି କରିଥିଲେ ଏବଂ ସେ ଏଠି ମନ୍ଦିରଟା ପ୍ରତିଷ୍ଠା କରିଥିଲେ। ଓକେ। ସେଠି ପଳେଇଲେ ଆମେ ଭଲ ହୁଅନ୍ତା।